ଆଜି ଆମେ କଥା ହେବା ଇରାନ, ଇସ୍ରାଏଲ ଏବଂ ଆମେରିକା ବିଷୟରେ। ଏମିତି ତିନୋଟି ଦେଶ ଯିଏ ଏକ ଏପରି ସଂଘର୍ଷରେ ଛନ୍ଦି ହୋଇ ପଡ଼ିଛନ୍ତି ଯାହାକୁ ଦୁନିଆର ବଡ଼ ବଡ଼ ଶକ୍ତି ବି ରୋକିବାରେ ଅସମର୍ଥ। ତେବେ ପ୍ରଶ୍ନ ହେଉଛି, ଏ ସମ୍ପର୍କ ଏତେ ଖରାପ ହେଲା କେମିତି? ଚଲନ୍ତୁ ଏହାର ମୂଳ କାରଣ ଜାଣିବା। ଏଇଟା ହିଁ ପ୍ରକୃତ ପ୍ରଶ୍ନ, ନୁହେଁ କି? ଦଶନ୍ଧି ଦଶନ୍ଧି ଧରି ଯେଉଁ ତିକ୍ତତା ଲୁଚି ଛୁପି ଚାଲିଥିଲା, ତାହା ହଠାତ୍ ଏକ ଖୋଲା ଯୁଦ୍ଧରେ କେମିତି ବଦଳିଗଲା? ଏହାର ଉତ୍ତର ଜାଣିବାକୁ ହେଲେ ଆମକୁ ଟିକେ ଇତିହାସର ପୃଷ୍ଠା ଓଲଟାଇବାକୁ ପଡ଼ିବ। କାରଣ ଆଜିର ଏ ନିଆଁ ବହୁତ ପୁରୁଣା। ଟିକେ ଭାବି ଦେଖନ୍ତୁ, ଆମ ପାଖରେ ଜାତିସଂଘ ଅଛି, ବଡ଼ ବଡ଼ ଶକ୍ତିଶାଳୀ ଦେଶ ଅଛନ୍ତି, ହେଲେ କେହି ବି এই ଯୁଦ୍ଧକୁ ଅଟକାଇ ପାରୁନାହାନ୍ତି। ଏଇଟା ଖାଲି ଗୋଟେ ଯୁଦ୍ଧ ନୁହେଁ, ବରଂ ଏହା ଆମ ପୁରା ଆନ୍ତର୍ଜାତୀୟ ବ୍ୟବସ୍ଥାର ବିଫଳତାକୁ ଦର୍ଶାଉଛି। ତେବେ ଏ ବ୍ୟବସ୍ଥା କାହିଁକି ବିଫଳ ହେଲା? ଏହାର ଉତ୍ତର ପାଇଁ ଆମକୁ ପୁଣି ଥରେ ଇତିହାସକୁ ଫେରିବାକୁ ପଡ଼ିବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ଯେଉଁ ଦେଶଗୁଡ଼ିକ ପରସ୍ପରର ଶତ୍ରୁ, ସେମାନେ ଦିନେ ବହୁତ ଭଲ ବନ୍ଧୁ ଥିଲେ। 1969 ପୂର୍ବରୁ ଯେତେବେଳେ ଇରାନରେ ଶାହାଙ୍କ ଶାସନ ଥିଲା, ସେତେବେଳେ ଇରାନ ଆମେରିକା ଓ ଇସ୍ରାଏଲର ଏକ ବଡ଼ ସହଯୋଗୀ ଥିଲା। କିନ୍ତୁ 1969ର ଇସଲାମିକ ବିପ୍ଳବ, ବାସ୍ ସେଇଠୁ ସବୁକିଛି ଓଲଟାପଲଟା ହୋଇଗଲା। ବନ୍ଧୁତା ଶତ୍ରୁତାରେ ବଦଳିଗଲା, ଆଉ ସେହି ଗୋଟିଏ ଘଟଣା ହିଁ ଆଜିର ଏ ସଂଘର୍ଷର ମୂଳଦୁଆ ପକାଇଥିଲା। ଏ ପରିବର୍ତ୍ତନ ସତେ ଯେମିତି ଆକାଶ ପାତାଳର ଫରକ ଥିଲା। ଶାହାଙ୍କ ସମୟରେ ଇରାନ ଆଧୁନିକ ହେଉଥିଲା ସତ, କିନ୍ତୁ ସାଧାରଣ ଲୋକେ ଦୁର୍ନୀତି, ଅସମାନତା ଆଉ ରାଜନୈତିକ ସ୍ୱାଧୀନତାର ଅଭାବରେ ଅତିଷ୍ଠ ହୋଇଯାଇଥିଲେ। ଏହି ଅସନ୍ତୋଷ ହିଁ ବିପ୍ଳବର ନିଆଁ ଜଳାଇଲା। ଆଉ ବିପ୍ଳବ ପରେ ଇରାନର ପରିଚୟ ସମ୍ପୂର୍ଣ୍ଣ ବଦଳିଗଲା। ସେ ଆମେରିକା ଆଉ ଇସ୍ରାଏଲର କଟ୍ଟର ବିରୋଧୀ ପାଲଟିଗଲା। ଆଚ୍ଛା, ଇତିହାସରୁ ଏବେ ଆସିବା ବର୍ତ୍ତମାନକୁ। ଆଜିକାର ଏହି ସଂଘର୍ଷର ସବୁଠାରୁ ବଡ଼ ଆଉ ଜ୍ୱଳନ୍ତ କାରଣ ହେଉଛି ଇରାନର ପରମାଣୁ କାର୍ଯ୍ୟକ୍ରମ। ଏହି ପୂରା ସଂଘର୍ଷର କେନ୍ଦ୍ରରେ ରହିଛି NPT, ଅର୍ଥାତ୍ ପରମାଣୁ ଅପ୍ରସାର ସନ୍ଧି। ସରଳ ଭାଷାରେ କହିଲେ, ଏହା ହେଉଛି ପରମାଣୁ ଅସ୍ତ୍ର ପାଇଁ ଦୁନିଆର ନିୟମ ପୁସ୍ତିକା। ଏହାକୁ ତିଆରି କରାଯାଇଥିଲା ଯେମିତି ଆଉ ଏକ ପରମାଣୁ ଯୁଦ୍ଧର ସମ୍ଭାବନାକୁ ରୋକାଯାଇପାରିବ। ଦେଖନ୍ତୁ, ଏହାର ତିନୋଟି ସିଧାସଳଖ ନିୟମ। ପ୍ରଥମ, ଯାହା ପାଖରେ ପରମାଣୁ ବୋମା ନାହିଁ ସେ ଆଉ ତିଆରି କରିବନି। ଦ୍ୱିତୀୟ, ଯାହା ପାଖରେ ଅଛି ସେ ତାକୁ ଧୀରେ ଧୀରେ କମ୍ କରିବ। ଆଉ ତୃତୀୟ, ସମସ୍ତେ ଶାନ୍ତିପୂର୍ଣ୍ଣ କାମ ପାଇଁ, ଯେମିତିକି ବିଜୁଳି ଉତ୍ପାଦନ ପାଇଁ ଏହି ଟେକ୍ନୋଲୋଜି ବ୍ୟବହାର କରିପାରିବେ। ହେଲେ ସବୁ ଦେଶ ତ ଏ ନିୟମ ମାନନ୍ତି ନାହିଁ। ଭାରତ, ପାକିସ୍ତାନ ଏଥିରେ ସ୍ୱାକ୍ଷର କରିନାହାନ୍ତି। କିନ୍ତୁ ଏହି କାହାଣୀରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଇସ୍ରାଏଲ। କୁହାଯାଏ ତା ପାଖରେ ପରମାଣୁ ଅସ୍ତ୍ର ଅଛି, କିନ୍ତୁ ସେ କଥାକୁ କେବେ ମାନେ ନାହିଁ କି ମନା ବି କରେ ନାହିଁ। ଆଉ ଏହା ହିଁ ଏହି ଅଞ୍ଚଳରେ ଏକ ବଡ଼ ତିକ୍ତତାର କାରଣ। ଆଚ୍ଛା, ତେବେ ଏହି ପରମାଣୁ ପ୍ରସଙ୍ଗରେ ଆମେରିକା କେମିତି ସାମିଲ ହେଲା? ତାର ଭୂମିକା ଏଠି କ'ଣ? ଦେଖନ୍ତୁ, ଆମେରିକାର ଗୋଟିଏ ସିଧା କଥା, ମଧ୍ୟପୂର୍ବରେ ତାର ସହଯୋଗୀ ଇସ୍ରାଏଲ ଛଡ଼ା ଆଉ କାହା ପାଖରେ ବି ପରମାଣୁ ବୋମା ରହିବା ଉଚିତ ନୁହେଁ। ବାସ୍, ତେଣୁ ଯେତେବେଳେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କଲା, ଏହା ଆମେରିକାର ସେହି ନୀତିକୁ ସିଧାସଳଖ ଚ୍ୟାଲେଞ୍ଜ କଲା। ଆଉ ଏଇଠୁ ହିଁ ଧୀରେ ଧୀରେ ପରିସ୍ଥିତି ବିଗିଡ଼ିବା ଆରମ୍ଭ ହେଲା। ପ୍ରଥମେ ଇରାନ ନିୟମ ଭାଙ୍ଗି ଅଧିକ ୟୁରେନିୟମ ସମୃଦ୍ଧ କରୁଛି ବୋଲି ଅଭିଯୋଗ ଆସିଲା। ତାପରେ 2025ରେ ସବୁ ଆଲୋଚନା ବିଫଳ ହୋଇଗଲା। ଶେଷରେ ଯେତେବେଳେ ଲାଗିଲା ଯେ ଇରାନ ବୋମା ତିଆରି କରିବାକୁ ବହୁତ ପାଖାପାଖି ପହଞ୍ଚିଗଲାଣି, ଇସ୍ରାଏଲ ଆମେରିକାର ସମର୍ଥନରେ ଆକ୍ରମଣ କରିଦେଲା। କିନ୍ତୁ ସବୁଠାରୁ ବଡ଼ ଘଟଣା ଥିଲା ତେହେରାନରେ ଏକ ଗୁପ୍ତ ବୈଠକ ଉପରେ ହୋଇଥିବା ହମଲା, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କର ମୃତ୍ୟୁ ହେଲା। ଏଠି ଆୟାତୁଲ୍ଲାହ ଶବ୍ଦଟାକୁ ଟିକେ ବୁଝିବା ଦରକାର। ଏହା କୌଣସି ବ୍ୟକ୍ତିର ନାଁ ନୁହେଁ, ଏହା ଏକ ଉପାଧି ଇରାନର ସର୍ବୋଚ୍ଚ ଧାର୍ମିକ ଓ ରାଜନୈତିକ ନେତାଙ୍କ ପାଇଁ। ଖୋମେନି ବିପ୍ଳବ ଆଣିଥିଲେ, ଆଉ ଖାମେନି ତାଙ୍କ ପରେ ଦେଶର ସବୁକିଛି ନିଷ୍ପତ୍ତି ନେଉଥିଲେ। ଏହି ଯୁଦ୍ଧ କେବଳ ଇରାନ କି ଇସ୍ରାଏଲ ଭିତରେ ସୀମିତ ରହିଲାନି। ଏହାର ପ୍ରଭାବ ସାରା ଦୁନିଆ ଉପରେ ପଡ଼ିଲା। ଆଉ ଏହାର କାରଣ ଥିଲା ଗୋଟିଏ ଛୋଟିଆ ସାମୁଦ୍ରିକ ରାସ୍ତା। 2 କୋଟି। ହଁ, ଆପଣ ଠିକ୍ ଶୁଣିଲେ। ପ୍ରତିଦିନ 2 କୋଟି ବ୍ୟାରେଲ୍ସ ତେଲ ହରମୁଜ ପ୍ରଣାଳୀ ଦେଇ ଯାତାୟାତ କରେ। ଏହାକୁ ଆପଣ ବିଶ୍ୱ ଅର୍ଥନୀତିର ଲାଇଫଲାଇନ୍ କହିପାରିବେ। ଆଉ ଇରାନ ଏହି ଲାଇଫଲାଇନ୍କୁ ହିଁ ନିଜର ସବୁଠୁ ବଡ଼ ଅସ୍ତ୍ର ଭାବେ ବ୍ୟବହାର କଲା। ସେ ଆମେରିକା ଆଉ ୟୁରୋପ ପାଇଁ ଏହି ରାସ୍ତା ବନ୍ଦ କରିଦେଲା, କିନ୍ତୁ ଭାରତ ଆଉ ଚୀନ ଭଳି ଦେଶମାନଙ୍କୁ ଯିବାକୁ ଦେଲା। ଏହା ଏକ ସ୍ପଷ୍ଟ ସନ୍ଦେଶ ଥିଲା, ଯଦି ଆମ ଉପରେ ଆକ୍ରମଣ ହେବ, ତେବେ ଏହାର ପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ। ହେଲେ କାହାଣୀର ସବୁଠାରୁ ଆଶ୍ଚର୍ଯ୍ୟଜନକ ଅଂଶ ଏବେ ଆସିବାକୁ ଯାଉଛି। ଯୁଦ୍ଧରେ ହାରୁଥିଲେ ମଧ୍ୟ ଇରାନ କୂଟନୀତିର ମଇଦାନରେ ଏକ ଅଜବ ଖେଳ ଖେଳୁଥିଲା। ଶାନ୍ତି ପାଇଁ ଇରାନ 3ଟି ଦାବି ରଖିଲା। ପ୍ରଥମ, ଆମର ପରମାଣୁ କାର୍ଯ୍ୟକ୍ରମ ଆମର ବୈଧ ଅଧିକାର। ଦ୍ୱିତୀୟ,
ଯୁଦ୍ଧ ପାଇଁ ଆମକୁ କ୍ଷତିପୂରଣ ଦିଆଯାଉ, ଆଉ ତୃତୀୟ, ଭବିଷ୍ୟତରେ ଆଉ ଆକ୍ରମଣ ହେବନି ବୋଲି ଗ୍ୟାରେଣ୍ଟି ଦିଆଯାଉ। ଏହିସବୁ ଦାବି ଏମିତି ଥିଲା ଯାହାକୁ ଆମେରିକା କି ଇସ୍ରାଏଲ କେବେ ହେଲେ ମାନିବା ନାହିଁ। ଆଉ ଏଇଠି ହିଁ ଅଛି ପୁରା ଖେଳ। ଇରାନ ଭଲ ଭାବେ ଜାଣିଥିଲା ଯେ ତାର ଦାବିକୁ କେହି ମାନିବେ ନାହିଁ। ପ୍ରକୃତରେ ସେମାନେ ଚାହୁଁଥିଲେ ଯେ ଏହାକୁ ଅଗ୍ରାହ୍ୟ କରାଯାଉ, କାରଣ ଯେତେବେଳେ ଆମେରିକା ନା କହିବ ସେତେବେଳେ ଇରାନ ସାରା ଦୁନିଆ ଆଗରେ ନିଜକୁ ପୀଡ଼ିତ ଦେଖାଇପାରିବ। ସେମାନେ କହିବେ, ଦେଖନ୍ତୁ, ଆମେ ତ ଶାନ୍ତି ଚାହୁଁଥିଲୁ, କିନ୍ତୁ ସେମାନେ ରାଜି ହେଲେ ନାହିଁ। ଏହା ହେଉଛି ଯୁଦ୍ଧ ହାରି ମଧ୍ୟ କୂଟନୀତିରେ ଜିତିବାର ଏକ ଚତୁର ଚାଲ। ତେବେ ଶେଷରେ ପ୍ରଶ୍ନ ଏହା ହିଁ ରହୁଛି, ଯେତେବେଳେ ଯୁଦ୍ଧକ୍ଷେତ୍ରରେ ଗୁଳିର ଶବ୍ଦ ବନ୍ଦ ହୋଇଯାଏ, ସେତେବେଳେ କ'ଣ ଯୁଦ୍ଧ ସରିଯାଏ, ନା ସେଇଠୁ କାହାଣୀର ଲଢ଼େଇ ଆରମ୍ଭ ହୁଏ? ବୋଧହୁଏ ଆଧୁନିକ ଯୁଦ୍ଧର ଏହା ହିଁ ସବୁଠାରୁ ବଡ଼ ସତ୍ୟ।